ओम शांति। पुस्तक पठन श्रीमद् भगवत गीता रहस्य। लेखक डॉक्टर सुधांशु शेखर मिश्र। द्वितीय खंड प्रथम अध्याय अर्जुन विषाद जोग। शंकराचार्य गीता प्रकरण को महाभारत कालीन बोली स्वीकार करथिले मध्य अर्जुन विषाद जोग उपरे से टीका लिखि नाहांती। एथिरु जଣା पड़े जे तांको समय रे उपलब्ध गीतारे एही अध्याय नथिला बा से एहाकू क्षिपक मने करी एड़ाई जाइछंती। प्रथम खंडरे गीता महाभारतर अंश विशेष नुहे बोली प्रमाण करा जाइछि। तेणु एठारे कौनसी आलोचनार आवश्यकता नथिला। किंतु विषाद जोग प्रच्छदरे थिबा आध्यात्मिक रहस्य को उद्घाटन करि नथिले गीतार 18 गोटी जोग संपूर्ण होई नथांता ओ पुस्तकटी असंपूर्ण रही जाइथांता। गीतारे विषाद मध्य एक जोग। संसार रे धर्मग्लानि हेले समग्र मानव समाज विषादग्रस्त होई पड़ती। एहीपरि एक घड़ी संधि मुहूर्तरे परमात्मा धरावतरण करी गीता ज्ञान शुणाइथांती। विषादरू गीता ज्ञानर सूत्रपात होइथिबारु एहा हेउछि गीतार आधार। तेणु ଏହି ଅଧ୍ୟାୟରେ ଅର୍ଜୁନଙ୍କ ବିଷାଦକୁ ସମଗ୍ର ମାନବ ଜାତିର ବିଷାଦର ଦ୍ୟୋତକ ରୂପେ ବର୍ଣ୍ଣନା କରାଯାଇଛି। ଏହି ଭୂମିକା ଲେଖିଲା ବେଳେ ବିଷାଦ ଯୋଗ ସନ୍ଦର୍ଭରେ ଲେଖକ ମନରେ କିଛି ନୂଆ ଭାବ ସୃଷ୍ଟି ହେଲା। ତେଣୁ ତାକୁ ଏହି ଆଧାରରେ ଅର୍ଜୁନ ବିଷାଦ ଯୋଗ ରୂପେ ସଂଯୋଗ କରାଯାଇଛି। ଏଥିରେ ଅର୍ଜୁନ ବିଷାଦ ଯୋଗ ସମ୍ବନ୍ଧରେ କେତେକ ବିଦ୍ୱାନଙ୍କ ମତ, ଈଶ୍ୱରୀୟ ଦୃଷ୍ଟିକୋଣ ଓ ଗୀତାରେ ବର୍ଣ୍ଣିତ ନାମ ଗୁଡ଼ିକର ଗୁଣବାଚକ ଅର୍ଥ ଉପରେ ବିଚାର କରାଯାଇଛି। ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗ। ଅଧିକାଂଶ ଭାଷ୍ୟକାର ଶଙ୍କରଙ୍କ ମାୟାବାଦକୁ ଅନୁସରଣ କରି ଗୀତାର ଟୀକା ଲେଖିଛନ୍ତି। କିନ୍ତୁ ଲେଖକ ଏହି ଅଧ୍ୟାୟରେ ତାକୁ ସପ୍ରମାଣ ଖଣ୍ଡନ କରିବାର ଧୃଷ୍ଟତା କରିଛି। ମାୟାବାଦ ଅନୁସାରେ ଆତ୍ମା ମାୟା ଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଛି। ମୁକ୍ତି ପାଇବା ପରେ ଆତ୍ମା ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇ ତାର ସ୍ୱତନ୍ତ୍ର ସତ୍ତା ହରାଇଥାଏ। ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ସଂସାର ଓ ଶରୀରରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ଇତ୍ୟାଦି। କିନ୍ତୁ ଗୀତାରେ ପରମାତ୍ମା ମାୟାବାଦକୁ ସମର୍ଥନ କରିନାହାନ୍ତି ବୋଲି ଲେଖକ ପ୍ରମାଣ କରିଛି। ଏହି ଅଧ୍ୟାୟର 24 ଶ୍ଲୋକରେ ଆତ୍ମାକୁ ସର୍ବଗତ କୁହାଯାଇଛି। ପ୍ରାଚୀନ ଭାଷ୍ୟକାରମାନେ ଏହାର ଆକ୍ଷରିକ ଅର୍ଥ ଗ୍ରହଣ କରି ଆତ୍ମାକୁ ସର୍ବବ୍ୟାପୀ କହିଛନ୍ତି। ସେହି ଯୁକ୍ତିକୁ ମଧ୍ୟ ଏଠାରେ ଖଣ୍ଡନ କରାଯାଇଛି। ଏହି ଅଧ୍ୟାୟରେ 31 ଶ୍ଲୋକରୁ 38 ଶ୍ଲୋକ ପର୍ଯ୍ୟନ୍ତ 8ଟି ଶ୍ଲୋକରେ ଥିବା କ୍ଷତ୍ରିୟର କର୍ମ ଓ ଧର୍ମ ବିଷୟକ ଆଲୋଚନାକୁ ଅପ୍ରାସଙ୍ଗିକ ଓ ପ୍ରକ୍ଷିପ୍ତ ବୋଲି ଲେଖକ ନିଜ ଅଭିମତ ଦେଇଛି। ଏହି ଅଧ୍ୟାୟରେ ଭାଷ୍ୟକାରଗଣ ବ୍ରହ୍ମଙ୍କୁ ପରମାତ୍ମା ପର୍ଯ୍ୟାୟବାଚୀ ରୂପେ ସ୍ୱୀକାର ପୂର୍ବକ ସମସ୍ତ କର୍ମ ତ୍ୟାଗ କରି ବ୍ରହ୍ମ ରୂପରେ ସ୍ଥିତ ହୋଇଯିବାକୁ ବ୍ରାହ୍ମୀ ସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି। ଏଠାରେ ଲେଖକ ବ୍ରହ୍ମକୁ ଏକ ସୂକ୍ଷ୍ମ ପ୍ରକାଶ ତତ୍ତ୍ୱ ଓ ପରମାତ୍ମାକୁ ବ୍ରହ୍ମଲୋକ ନିବାସୀ ସର୍ବୋଚ୍ଚ ସତ୍ତା ରୂପେ ଯୁକ୍ତି ସହିତ ଉପସ୍ଥାପନ କରିଛନ୍ତି। ଏହି ଅଧ୍ୟାୟରେ ଈଶ୍ୱରୀୟ ଜ୍ଞାନ ଆଧାରିତ ମୁଖ୍ୟ 50ଟି ଶ୍ଲୋକକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟ ଗୁଡ଼ିକ କୌଣସି ଆଧ୍ୟାତ୍ମିକ ବିଷୟକୁ ସୂଚିତ କରୁନଥିବାରୁ ବାଦ୍ ଦିଆଯାଇଛି। ଗୀତାରେ ସାଂଖ୍ୟ ଯୋଗର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ମୁଖ୍ୟତଃ 12ଟି ଆଧ୍ୟାତ୍ମିକ ବିଷୟକୁ କେନ୍ଦ୍ର କରି ଶ୍ଲୋକ କ୍ରମ ଅନୁସାରେ ଆଲୋଚନା କରାଯାଇଛି। ସେଗୁଡ଼ିକ ହେଲା ଆତ୍ମାର ନିତ୍ୟତ୍ୱ ନିରୂପଣ, ଶ୍ଲୋକ 12 ଇନ୍ଦ୍ରିୟ ଓ ବିଷୟ ସମୂହ ସଂଯୋଗର ଅନିତ୍ୟ ନିରୂପଣ, ଶ୍ଲୋକ 14ରୁ 15 ସତ ଅସତର ନିର୍ଣ୍ଣୟ ଓ ତାର ସ୍ୱରୂପ, ଶ୍ଲୋକ 16ରୁ 18 ଆତ୍ମାର ସ୍ୱରୂପ, ଶ୍ଲୋକ 19ରୁ 25 ଶରୀର ଅନିତ୍ୟ, ଶୋକ ଅନୁଚିତ, ଶ୍ଲୋକ 26ରୁ 30 ନିଷ୍କାମ କର୍ମଯୋଗ ଓ ତାର ମହତ୍ତ୍ୱ, ଶ୍ଲୋକ 39ରୁ 40 ସକାମୀ କର୍ମକାଣ୍ଡୀ ପୁରୁଷମାନଙ୍କ ସ୍ୱଭାବ,
ଶ୍ଲୋକ 42ରୁ 44। ନିଷ୍କାମ କର୍ମଯୋଗୀ ଓ ଆତ୍ମପରାୟଣ ହୁଅ। ଶ୍ଲୋକ 45ରୁ 50। ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମ ହିଁ ଯୋଗ ଅଟେ। ଶ୍ଲୋକ 51ରୁ 53। ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱର ପରାୟଣତା। ଶ୍ଲୋକ 55ରୁ 61। ବିଷୟ ଚିନ୍ତନ ହିଁ ଅଧୋପତନର କାରଣ। ଶ୍ଲୋକ 62ରୁ 70। ବ୍ରାହ୍ମୀ ସ୍ଥିତି। ଶ୍ଲୋକ 71ରୁ 72। ପାଠକମାନଙ୍କୁ ଅତି ସଂକ୍ଷେପରେ ସାଂଖ୍ୟଯୋଗ ଉପରେ ଧାରଣା ଦେବାକୁ ଏହି ଅଧ୍ୟାୟର ସାରାଂଶ ସ୍ୱରୂପ ଏକ ପରିଶିଷ୍ଟ ବ୍ୟାଖ୍ୟା ଯୋଗ କରାଯାଇଛି। ତୃତୀୟ ଅଧ୍ୟାୟ କର୍ମଯୋଗ। କେତେକ ଭାଷ୍ୟକାର ଗୀତାର କର୍ମଯୋଗକୁ ପ୍ରାଚୀନ ସାଂଖ୍ୟମତ ଅନୁସାରେ ଭାଷ୍ୟ ଲେଖିଛନ୍ତି। ପ୍ରାଚୀନ ସାଂଖ୍ୟବାଦୀମାନେ କେବଳ ଜ୍ଞାନକୁ ମୋକ୍ଷ ପ୍ରାପ୍ତିର ଏକମାତ୍ର ମାଧ୍ୟମ ବା ମାର୍ଗ ବୋଲି ମନେକରି କର୍ମ ସନ୍ନ୍ୟାସର ସମର୍ଥନ କରିଛନ୍ତି। କିନ୍ତୁ ଗୀତାରେ ଜ୍ଞାନର ଉଦ୍ଦେଶ୍ୟ କର୍ମ ବିମୁଖତା ନୁହେଁ ବୋଲି ଲେଖକ ଏହି ଅଧ୍ୟାୟରେ ପ୍ରତିପାଦନ କରିବାକୁ ପ୍ରୟାସ କରିଛନ୍ତି। ଏହି ଅଧ୍ୟାୟରେ ଥିବା ଯଜ୍ଞ, ବ୍ରହ୍ମ, ଇନ୍ଦ୍ର, ବ୍ରହ୍ମା ଆଦି ଶବ୍ଦର ଅର୍ଥକୁ ପ୍ରାଚୀନ ଟୀକାକାରଗଣ ପୌରାଣିକ ଦୃଷ୍ଟିକୋଣରୁ ଆଲୋଚନା କରିଛନ୍ତି। କିନ୍ତୁ ସାକ୍ଷାତ ପରମାତ୍ମାଙ୍କ ଦୃଷ୍ଟିରେ ଏହାର ଅର୍ଥ କ'ଣ ତାହା ଉପରେ ଲେଖକ ଆଲୋକପାତ କରିଛନ୍ତି। ଏହି ଅଧ୍ୟାୟରେ ସାଂଖ୍ୟଯୋଗ ଓ କର୍ମଯୋଗକୁ ପରସ୍ପର ପରିପୂରକ ବୋଲି ଆଲୋଚନା କରାଯାଇଛି। କର୍ମକୁ ଯୋଗରେ କିପରି ରୂପାନ୍ତର କରାଯାଇପାରିବ ତାହା ପ୍ରତିପାଦନ କରିବା ପାଇଁ ମୋଟ 40ଟି ଶ୍ଲୋକକୁ ଚୟନ କରାଯାଇ କ୍ରମାନୁସାରେ 6ଟି ଶୀର୍ଷକ ଉପରେ ବ୍ୟାଖ୍ୟା କରାଯାଇଛି। ସେଗୁଡ଼ିକ ହେଲା ସନ୍ନ୍ୟାସ ଅପେକ୍ଷା କର୍ମଯୋଗ ହିଁ ଶ୍ରେଷ୍ଠ। ଶ୍ଲୋକ 3ରୁ 8। ଯଜ୍ଞ ଓ କର୍ମଚକ୍ର। ଶ୍ଲୋକ 16। ନିଃସ୍ୱାର୍ଥ ଓ ନିଷ୍କାମ ଭାବରେ ଲୋକ ସଂଗ୍ରହାର୍ଥେ କର୍ମ କରିବା। ଶ୍ଲୋକ 17ରୁ 24। ଜ୍ଞାନୀ ଓ ଅଜ୍ଞାନଙ୍କ ମଧ୍ୟରେ ପ୍ରଭେଦ। ଶ୍ଲୋକ 25ରୁ 30। ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ନ ହୋଇ ସ୍ୱଧର୍ମ ଅନୁସାରେ କର୍ମ କରିବା ଶ୍ରେୟସ୍କର। ଶ୍ଲୋକ 33ରୁ 35। ଓ ପାପର କର୍ତ୍ତା ଓ ତାର ବିନାଶର ଉପାୟ। ଶ୍ଲୋକ 37ରୁ 43। ଚତୁର୍ଥ ଅଧ୍ୟାୟ ଜ୍ଞାନ ଯୋଗ। ସାଧାରଣତଃ ପାରମ୍ପରିକ ଭାବେ ବିଶ୍ୱାସ କରାଯାଇ ଆସୁଛି ଯେ ଧର୍ମର ଗ୍ଲାନି ହେଲେ ପରମାତ୍ମା ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା ପାଇଁ ଯୁଗେ ଯୁଗେ ଅବତରଣ କରନ୍ତି। ଚର୍ଚ୍ଚିତ ଅଧ୍ୟାୟରେ 8ମ ଶ୍ଲୋକ ପରିତ୍ରାଣାୟ ସାଧୂନାଂ ର ଦୃଷ୍ଟାନ୍ତ ଦେଇ ଏ କଥା ଟୀକାକାରଗଣ ପ୍ରମାଣ କରନ୍ତି। କିନ୍ତୁ ପରମାତ୍ମା ଅବତାର ନୁହନ୍ତି, ଅବତରଣ କରନ୍ତି ବୋଲି ଲେଖକ ଯୁକ୍ତିପୂର୍ବକ ଦର୍ଶାଇଛନ୍ତି। ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମ ସମ୍ବନ୍ଧରେ ଭ୍ରାନ୍ତ ଧାରଣା ହିଁ କର୍ମ ସନ୍ନ୍ୟାସର ଜନ୍ମଦାତା ବୋଲି ଏଠାରେ ଆଲୋଚନା କରାଯାଇଛି। ଏହି ଅଧ୍ୟାୟରେ ବର୍ଣ୍ଣିତ ଯଜ୍ଞକୁ କେହି କେହି ବୈଦିକ କର୍ମକାଣ୍ଡୀୟ ଯଜ୍ଞ ରୂପେ ବ୍ୟାଖ୍ୟା କରନ୍ତି। କିନ୍ତୁ ଲେଖକ ଏହାକୁ ଆତ୍ମାର ଆଭ୍ୟନ୍ତରୀଣ କ୍ରିୟା ରୂପେ ପ୍ରତିପାଦନ କରିଛନ୍ତି। ଏହି ଅଧ୍ୟାୟରୁ ମୋଟ 38ଟି ଶ୍ଲୋକ ଚୟନ କରି ସେଗୁଡ଼ିକୁ 5ଟି ଆଧ୍ୟାତ୍ମିକ ବିଷୟରେ ବିଭକ୍ତ କରାଯାଇଛି। ସେହି ଶୀର୍ଷକ ଗୁଡ଼ିକର ନାମ ହେଲା ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ରହସ୍ୟ। ଶ୍ଲୋକ 5ରୁ 10। ପରମାତ୍ମା ପ୍ରାପ୍ତିର ସୁଲଭ ପନ୍ଥା। ନିଷ୍କାମ କର୍ମଯୋଗ। ଶ୍ଲୋକ 11ରୁ 18। ନିଷ୍କାମ କର୍ମଯୋଗୀର ଆଚରଣ। ଶ୍ଲୋକ 19ରୁ 23। ଭିନ୍ନ ଭିନ୍ନ ଯଜ୍ଞର ଆଧ୍ୟାତ୍ମିକ ସ୍ୱରୂପ। ଶ୍ଲୋକ 24ରୁ 33। ଓ ଈଶ୍ୱରୀୟ ଜ୍ଞାନର ଉପାଦେୟତା। ଶ୍ଲୋକ 34ରୁ 42। କ୍ରମଶଃ ଓମ୍ ଶାନ୍ତି।